ଆୟୁଷ୍ମାନ ଯୋଜନାର ଲାଭ ପାଇବେ କୋଟିରୁ ଉର୍ଦ୍ଧ୍ୱ ଲୋକ। କେଉଁମାନେ ପାଇପାରିବେନି ଜାଣନ୍ତୁ ଆଉ କୋଉମାନେ ପାଇବେ। ତ ଦେଖନ୍ତୁ ଯଦି ଆପଣମାନେ ମାଗଣାରେ ଚିକିତ୍ସା କରିପାରିବେ ଯାହାକି ଆୟୁଷ୍ମାନ କାର୍ଡ ଯୋଜନା ଲଞ୍ଚ କରାଯାଇଛି ଆଉ କୋଉମାନେ ପାଇପାରିବେ ଦେଖନ୍ତୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ। ଆଉ ଦେଖନ୍ତୁ ଆୟୁଷ୍ମାନ ଭାରତର ପରିବାରର ପ୍ରତି ସଦସ୍ୟକୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। ଦେଶର 29,000 ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସାର ସୁବିଧା ପାଇପାରିବେ। ଆୟୁଷ୍ମାନ ଯୋଜନା ଏବେ ବି ପିଏସ୍କେ ୱାଇ କାର୍ଡ ଯୋଜନାର ସ୍ଥାନ ନେବ। ପରିବାର ପିଛା ଆୟୁଷ୍ମାନ ଯୋଜନା ମାଧ୍ୟମରେ ବାର୍ଷିକ 5 ଲକ୍ଷ ଟଙ୍କା ସୁବିଧା ମିଳିବ। ସେହିପରି ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ 5 ଲକ୍ଷ ଚିକିତ୍ସା ସୁବିଧା ମିଳିବ। ତେବେ ଏହି କାର୍ଡ ଆଶାକର୍ମୀ ଘରକୁ ଘର ବୁଲି ବଣ୍ଟନ କରିବେ। କେଉଁମାନେ ଏହି ଯୋଜନାର ସୁବିଧା ପାଇପାରିବେ ତ ଦେଖନ୍ତୁ 60 ବର୍ଷରୁ କମ୍ ବ୍ୟକ୍ତି ବିଶେଷ ଯେଉଁମାନେ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ, ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ, ଆଶାକର୍ମୀ ଘରକୁ ଘର ବୁଲି କାର୍ଡ ପ୍ରଦାନ କରିବେ। ସମସ୍ତ ବ୍ୟକ୍ତି ବିଶେଷକୁ ଅଲଗା ଅଲଗା କାର୍ଡ ଦିଆଯିବ। କେମିତି ପାଇବେ ସୁବିଧା ତ ଦେଖନ୍ତୁ ଆୟୁଷ୍ମାନ କାର୍ଡ ପାଇଁ EKYC ବାଧ୍ୟତାମୂଳକ। 29,000 ଘରୋଇ ଓ ସରକାରୀ ହସ୍ପିଟାଲରେ ଦାୟମୁକ୍ତ ଚିକିତ୍ସା। ମହିଳାମାନଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ 5 ଲକ୍ଷ ଚିକିତ୍ସା ସୁବିଧା। ପୁରୁଷଙ୍କ ପାଇଁ ବାର୍ଷିକ 5 ଲକ୍ଷ ସୁବିଧା। ଓଡ଼ିଶା ବାହାରରେ ରହୁଥିବା ଲୋକ ମଧ୍ୟ ପାଇପାରିବେ ସୁବିଧା। 70 ବର୍ଷରୁ ଅଧିକ ବୟସକୁ ବୟା ବନ୍ଦନା ଯୋଜନାରେ ସାମିଲ କରାଯିବ। ତ ଦେଖନ୍ତୁ ଯଦି ଆପଣମାନେ ଏଇ ଆୟୁଷ୍ମାନ ଯୋଜନା କାର୍ଡ ନେବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ମଧ୍ୟ ଖୁବ୍ ଶୀଘ୍ର ଏଇ ଆବେଦନ ପୋର୍ଟାଲ ଖୋଲିବ। ଆପଣମାନେ ଆବେଦନ କରିପାରିବେ ବା ଘରକୁ ଘର ଆପଣଙ୍କ ପାଇଁ ଏହି ଆୟୁଷ୍ମାନ ଯୋଜନା କାର୍ଡ ବଣ୍ଟନ କରାଯିବ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।